କରିଛନ୍ତି। ଆମ ଗଣରୁ ଟିକେ ପୂର୍ବରୁ ବିଦାୟ ନେଇଥିବା ଆମ ପୂର୍ବତନ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ମହୋଦୟ, ଆମ ପାଖରେ ଉପସ୍ଥିତ ଥିବା ବରିଷ୍ଠ ସାମ୍ବାଦିକ ତଥା ଓଟିଭିର ବ୍ୟୁରୋ ଚିଫ୍, ଆପଣମାନେ ସମସ୍ତେ ଦେଶ ବିଦେଶରେ ଯିଏ ତାଙ୍କୁ ଜାଣିଛନ୍ତି, ଦେଖୁଛନ୍ତି ଟିଭିରେ। ତାଙ୍କର ନାମ ପ୍ରଦୀପ ମହାନ୍ତି, କିନ୍ତୁ ସେ ପୁରୀରେ ମଙ୍ଗଳି ଭାଇ ନାମରେ ବେଶୀ ପରିଚିତ। ରତନ ବାବୁ, ଉମା ବାବୁ, ଅନ୍ୟାନ୍ୟ ସମସ୍ତ ଅତିଥିମାନେ, ସମ୍ମୁଖରେ ବସିଥିବା ସାମ୍ବାଦିକ ବନ୍ଧୁମାନେ, ଭଦ୍ରଦୂତ ପରିବାରର ଏବଂ ଆଙ୍କରିଂ କରୁଥିବା ମ୍ୟାଡ଼ାମ, ଆମ ସମସ୍ତଙ୍କର ଅଭିଜ୍ଞତା ଅନୁଭୂତି ଏଥିରେ ରହିଛି। କିନ୍ତୁ ବଡ଼ କଥା ହେଉଛି ଗୋଟିଏ ଖବରକାଗଜକୁ ଚଳେଇବା, ତିଆରି କରିବା, ତାକୁ ମାର୍କେଟିଂ କରିବା, ଏ ସବୁ ଗୋଟିଏ ଦୁରୂହ ବ୍ୟାପାର କଥା। ଏହାକୁ ଯେମିତି ବିବର୍ତ୍ତନବାଦ ଭିତରେ ମଣିଷ ଯେମିତି ତିଷ୍ଠି ରହିଛି, ସେମିତି ଯଦି ଆମେ ତିଷ୍ଠି ରହିବା ପାଇଁ ଚାହିଁବା, ତାହେଲେ ବହୁତ ଜିନିଷରେ ଆମକୁ କମ୍ପ୍ରମାଇଜ୍ କରିବା ପାଇଁ ପଡ଼ିବ, କିଛି କ୍ଷେତ୍ରରେ ମଧ୍ୟ ଷ୍ଟ୍ରଙ୍ଗ ହେବା ପାଇଁ ପଡ଼ିବ। ଗୋଟିଏ ଛୋଟ ଗଳ୍ପରୁ ଆରମ୍ଭ କରିବି। ବହୁତ ବର୍ଷ ତଳେ ଆପଣମାନେ ଯଦି ସେ ଗଳ୍ପଟି ପଢ଼ିଥିବେ, ପ୍ରତିଭା ରାୟଙ୍କର ସେ ଗଳ୍ପଟି ଥିଲା ଭ୍ରମ ସଂଶୋଧନ। ଭ୍ରମ ସଂଶୋଧନରେ ଆପଣ ଗୋଟେ ଖବରକାଗଜରେ ବଙ୍ଗଦୂତର ଗୋଟେ ନ୍ୟୁଜ୍ ଛାପିଲେ, ଯେଉଁଟାକି ପରବର୍ତ୍ତୀ ସମୟରେ ଗୋଟେ ରିଆକ୍ସନ୍ ଆସିଲା ଯେ ନାଇଁ ଏଭଳି ଘଟଣା ଠିକ୍ ନାହିଁ, ସତ୍ୟ ନୁହେଁ। ତାପରେ ଏଡିଟର କ'ଣ କରନ୍ତି, ତାକୁ ଗୋଟେ ଭ୍ରମ ସଂଶୋଧନ ଦିଅନ୍ତି, ମାନେ ଏଭଳି ଯେଉଁ ନ୍ୟୁଜ୍ଟି ବାହାରିଥିଲା ଏଇଟା ଗୋଟେ ଉପଯୁକ୍ତ ତଥ୍ୟ ଆଧାରରେ ନଥିଲା, ତେଣୁ ଆମେ ଏଟାକୁ କ୍ଷମା ପ୍ରାର୍ଥନା କରୁ। ये घटना 40-45 वर्ष तले प्रतिभा राय लिखिथिले ଏବଂ ସେ ସେତେବେଳେ ବି ଘଟୁଥିଲା, ଆଜି ଘଟୁଛି, ଆଜି କି ଆହୁରି 50-100 ବର୍ଷ ପରେ ମଧ୍ୟ এই ଘଟଣା ଘଟିବ। ଯେପର୍ଯ୍ୟନ୍ତ ସୁଦ୍ଧା ପୃଥିବୀରେ ସାମ୍ବାଦିକତା ବଞ୍ଚି ରହିଥିବ, এই ଭ୍ରମ ସଂଶୋଧନ ଶବ୍ଦଟି ଥିବ ଏବଂ କାର୍ଯ୍ୟକାରୀ ମଧ୍ୟ ହୋଇଥିବ। এই ନଗଦରେ ରଜ ଯାଇଛି, ରଜ ଉପରେ ସେ ଗଳ୍ପଟି ଥିଲା ଭ୍ରମ ସଂଶୋଧନ। ଜମିଦାର ଘର ଝିଅ ବାହାଘର ଠିକ୍ ହେଇଯାଇଛି, ରଜ ପରେ ବାହାଘର। ବାହାଲା ଝିଅ ଆଉ ରଜ ଦୋଳି ଖେଳି ପାରିବନି, ତେଣୁ ମୁହଁ ସଞ୍ଜରେ ସେ ଯାଇ ତାଙ୍କ ଆମ୍ବ ତୋଟାରେ ଯେଉଁ ଲମ୍ବା ଲମ୍ବା ଦୋଳି ସବୁ ଲାଗିକି ଖେଳୁଛି। ସଞ୍ଜ ଦେଇ ଆସିଲାଣି, ସେତିକିରେ ଦୋଳି ଛିଣ୍ଡି ଯାଉଛି, ସେ ପଡ଼ିକିରି ଖଣ୍ଡିଆ ଖାବରା ହେଇକିରି ଚିତ୍କାର କରୁଛି। ତାଙ୍କ ଜମିରୁ ବିଲ ଆଡ଼ୁ ଫେରୁଥିବା ତାଙ୍କ ଘରର ସେ ଚାକରଟି ସେ ତାକୁ ଉଦ୍ଧାର କରି ନେଇକି ଆସିଲା ବେଳେ ଆମର ଦୈନିକ ସାମ୍ବାଦିକଙ୍କ ନଜରରେ ପଡ଼ିଲା ଯେ ବୋଧହୁଏ ସେ ଚିନ୍ତା କଲେ, ବିଭିନ୍ନ ପ୍ରକାର ଚିନ୍ତା ମଣିଷକୁ ଆଚ୍ଛନ୍ନ କରେ, ସେ ତାଙ୍କ ଚିନ୍ତା କଲେ ବୋଧହୁଏ ଇଏ ତା ସାଙ୍ଗରେ କିଛି ଖରାପ କାର୍ଯ୍ୟ କରିଛନ୍ତି, ସେଥିପାଇଁ ଝିଅଟି ଚିତ୍କାର କରୁଛି, ଛାଡ଼ିଦେଇ ମାରିଦେଇ ମରିଯିବି ଅଙ୍କ। ତାପରେ ସେ ଲେଖିଥିଲେ, ଆଉ ତାର ଭିତରୁ କିଛି ଗଲେନି। ଆଜିକାଲି ତ ସେଇଆ ହେଉଛି ନା। ଗୋଟେ ମିଟିଂରେ ବସିଥିଲୁ କଲେକ୍ଟର ପାଖରେ, ଏଇଠି ପ୍ରଦୀପ ଭାଇ ଅଛନ୍ତି, ମଙ୍ଗଳି ଭାଇ। ଏ ସୋସିଆଲ ମିଡ଼ିଆରେ ଗୋଟେ ଆସିଲା ଯେ ନବକଳ ରୋଡରେ, ନବକଳ ରୋଡ ଯେଉଁ ଆମର ବସଷ୍ଟାଣ୍ଡ ପଛପଟ ଅଛି, ସେଠି ଗୁଳିକାଣ୍ଡ 3ଟି ଲୋକ ମୃତ। ହଠାତ୍ କିନା ମୁଁ ଆଶ୍ଚର୍ଯ୍ୟ ହେଇଗଲି।